ଖଗେଶ୍ୱର ଦୀପ ତାଙ୍କ ରିପୋର୍ଟଟା ଆମର 20/24/2024 ଯେଉଁ 302 ଆଇପିସିରେ 302/2001 ଆଇପିସିରେ କେସ୍ ରେଜିଷ୍ଟ୍ରେସନ୍ ହେଇଥିଲା। ସେଥିରେ ସେ ଯେଉଁ କାଲୁଦୀପ ତାଙ୍କର ଡେଡ୍ ବଡ଼ିଟା ଭାସୁଥିଲା ପୋଖରୀରେ, ସେଇଟା ଆମେ ଅଲରେଡ଼ି ଇନକ୍ୱେଷ୍ଟ କରି ପିଏମ୍ ପାଇଁ ପଠାଇ ଦେଇଥିଲୁ ଏବଂ ସେଥିରେ ଆମେ ଡିଟେନ୍ କରିଥିଲୁ 5 ଜଣ ଲୋକଙ୍କୁ ଏବଂ ସେଥିରେ ଭେରିଫାଏ କଲା ପରେ ସେଥିରେ ରିକୁ ମହାକୁଡ଼ ଆଉ ବିନୋଦ ମଲ୍ଲିକ ଯେଉଁମାନେ ଲାଷ୍ଟ ତା ସହିତ 3 ଜଣ ଥିଲେ, 3 ଜଣ ମିଶିକି ଥିଲେ ଡିସିସ୍ ସହିତ, ତ ସେଥିରେ ଲାଷ୍ଟ ସିନ୍ ଥିଓରି ଏବଂ ଅନ୍ୟାନ୍ୟ ପାରିପାର୍ଶ୍ୱିକ ଇନଭେଷ୍ଟିଗେସନ୍ ଆମ ପାଖକୁ ଜଣାପଡ଼ୁଛି କିଛି କିଛି, ତ ସେଥିରେ ତାଙ୍କୁ ବର୍ତ୍ତମାନ ଆମେ ଫରୱାର୍ଡ଼ କରିଛୁ। ବର୍ତ୍ତମାନ ତଦନ୍ତ ଆହୁରି ଚାଲିଛି, ଟୋଟାଲ୍ ଇଏରେ ଆମେ ଆପଣଙ୍କୁ ଜଣାଇବୁ। ଦେଖନ୍ତୁ ସେଇଟା ସେମାନେ ଲାଷ୍ଟ 3 ଜଣ ଥିଲେ, ସେ ମଦ ପିଆପିଇ କରିଥିଲେ, ସେଥିରେ ତାଙ୍କର ପେଲା ଠେଲା ହେଲା ଭିତରେ ସେ ତାକୁ ପଡ଼ିଛି ଏବଂ ତାପରେ ତାର ଡେଥ୍ ହେଇଛି ବୋଲି ଆମେ ବର୍ତ୍ତମାନ ସୁଦ୍ଧା ଏତିକି ଆସିଛି ଆମ ପାଖରେ ଏବଂ ଆହୁରି ତଦନ୍ତ ମଧ୍ୟ ଚାଲିଛି।